ଆପଣମାନଙ୍କୁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ଚରଣ ଟେକ୍ ଓଡ଼ିଆରେ ସ୍ୱାଗତ ଜଣାଉଛି। ଆଜି ଆମେ ଜାଣିବା କିପରି ପାନ୍ କାର୍ଡ଼ ନିଜ ମୋବାଇଲରେ କିମ୍ବା ଲ୍ୟାପଟପ୍ରେ ଆପ୍ଲାଏ କରାଯାଏ। ତ ସର୍ବପ୍ରଥମେ ଯେକୌଣସି ଆପଣ କ୍ରୋମ୍ ବ୍ରାଉଜର୍ କିମ୍ବା ଗୁଗଲ୍ ବ୍ରାଉଜର୍କୁ ଓପେନ୍ କରନ୍ତୁ। କରିସାରିଲା ପରେ ସର୍ଚ୍ଚ ବାର୍ରେ ଟାଇପ୍ କରନ୍ତୁ ପାନ୍ କାର୍ଡ଼ ଆପ୍ଲାଏ। କରିସାରିଲା ପରେ ଏଣ୍ଟର ଉପରେ କ୍ଲିକ୍ କରନ୍ତୁ। ଆପଣମାନେ ଦେଖିପାରୁଥିବେ ଗୋଟେ ପେଜ୍ଟି ଓପେନ୍ ହୋଇଯାଇଛି। ତ ଏଠାରେ ଲେଖା ହେଇଛି ଅନଲାଇନ୍ ପାନ୍ କାର୍ଡ଼ ଆପ୍ଲାଏ। ତ ତାହାରି ଉପରେ କ୍ଲିକ୍ କରନ୍ତୁ। କରିସାରିଲା ପରେ ଆଉ ଗୋଟେ ପେଜ୍ ଓପେନ୍ ହୋଇଯାଇଥିବ। ଦେଖନ୍ତୁ ପାନ୍ କାର୍ଡ଼ର ଅଫିସିଆଲ୍ ୱେବସାଇଟ୍। ତ ଆମେ ତଳକୁ ଟିକେ ସ୍କ୍ରୋଲ୍ କରିବା। ଏଠାରେ ଲେଖା ହେଇଛି ଆପ୍ଲିକେସନ୍ ଟାଇପ୍। ଆପ୍ଲିକେସନ୍ ଟାଇପ୍ ଉପରେ କ୍ଲିକ୍ କରିବା। ଏଠାରେ ନ୍ୟୁ ପାନ୍ କାର୍ଡ଼ ଇଣ୍ଡିଆନ୍ ସିଟିଜନ୍ ତାରି ଉପରେ କ୍ଲିକ୍ କରିବା। କରିସାରିଲା ପରେ କାଟାଗୋରୀରେ ଇଣ୍ଡିଭିଜୁଆଲ୍ ସିଲେକ୍ଟ କରିବା। ତାପରେ ଟାଇଟେଲ୍ ବାର୍ରେ ଶ୍ରୀମତୀ ଶ୍ରୀ କୁମାରୀ ଆପଣଙ୍କର ଯାହା ଥିବ ସେଇଟା ଚୁଜ୍ କରିବେ। କରିସାରିଲା ପରେ ଲାଷ୍ଟ ନେମ୍ ବା ସୁରୁ ନେମ୍ରେ ଆପଣ ଏଠାରେ ଟାଇପ୍ କରିବେ। ତାପରେ ଆସିଯାଉଛି ଆମର ଫାର୍ଷ୍ଟ ନେମ୍। ଫାର୍ଷ୍ଟ ନେମ୍ଟି ଏଠାରେ ଟାଇପ୍ କରନ୍ତୁ। ମୁଁ ବର୍ତ୍ତମାନ ଫାର୍ଷ୍ଟ ନେମ୍ଟି ଏଠାରେ ଟାଇପ୍ କରି ନେଉଛି। ଆପଣମାନେ ମଧ୍ୟ ଆପଣଙ୍କ ମୋବାଇଲରେ ଟାଇପ୍ କରି ନିଅନ୍ତୁ। ତାପରେ ଆସିଲା ମିଡ଼ିଲ୍ ନେମ୍। ଆପଣଙ୍କର ଯଦି ମିଡ଼ିଲ୍ ନେମ୍ ଅଛି ତାହେଲେ ମିଡ଼ିଲ୍ ନେମ୍ ଦେଇପାରିବେ, ଯଦି ନାହିଁ ତ ସେଟାକୁ ଛାଡ଼ିଦେବେ। ତାପରେ ଆସିଲା ଡେଟ୍ ଅଫ୍ ବାର୍ଥ। ଆପ୍ଲିକେଣ୍ଟର ଡେଟ୍ ଅଫ୍ ବାର୍ଥ ଏଠାରେ ଫିଲ୍ଅପ୍ କରିନେବେ। ମୁଁ ବର୍ତ୍ତମାନ ଫିଲ୍ଅପ୍ କରିଦେଉଛି, ଆପଣମାନେ ମଧ୍ୟ କରିନିଅନ୍ତୁ। କରିସାରିଲା ପରେ ଏଠାରେ ଟିକ୍ ଚିହ୍ନଟି ମାରିଦେବେ। ମାରିସାରିଲା ପରେ ଆଇ ଆମ୍ ନଟ୍ ରୋବଟ୍ ତା ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ଏଠାରେ ସବମିଟ୍ ଉପରେ ମୁଁ କ୍ଲିକ୍ କରିଦେଇଛି, ହେଲେ ଏଠାରେ ଇମେଲ୍ ଆଇଡ଼ି ଦେଇନି ଆଉ ହେଲା ଫୋନ୍ ନମ୍ବର ଦେଇନି, ସେଥିପାଇଁ ନେକ୍ସଟ ହେଲାନି। ତ ଆପଣମାନେ ଏଠାରେ ଆପଣଙ୍କର ଜିମେଲ୍ଟିକୁ ଏଠାରେ ଟାଇପ୍ କରି ନେବେ। ମୁଁ ବର୍ତ୍ତମାନ କରିଦେଉଛି, ଆପଣମାନେ ମଧ୍ୟ ଏଠାରେ ଟାଇପ୍ କରି ନିଅନ୍ତୁ ଆପଣଙ୍କର ନିଜ ଜିମେଲ୍ଟିକୁ। କରିସାରିଲା ପରେ ଏଠାରେ ମୋବାଇଲ୍ ନମ୍ବରଟିକୁ ଟାଇପ୍ କରି ନିଅନ୍ତୁ, ଯେଉଁଟା ଆଧାର ସହିତ ଲିଙ୍କ୍ ଥିବ। ମୁଁ ବର୍ତ୍ତମାନ କରିନେଇଛି। ଏଠାରେ ଆଉ ଥରେ ପୁଣି ଆଇ ଆମ୍ ଏ ରୋବଟ୍ ଉପରେ କ୍ଲିକ୍ କରିବି। କରିସାରିଲା ପରେ ସବମିଟ୍ ଉପରେ କ୍ଲିକ୍ କରୁଛି। ଆପଣମାନେ ମଧ୍ୟ କରିଦେବ। କରିସାରିଲା ପରେ ଆଉ ଗୋଟେ ପେଜ୍ ଓପେନ୍ ହୋଇଯିବ। ଦେଖିପାରୁଛନ୍ତି ତା'ର ଟୋକେନ୍ ନମ୍ବର ସକ୍ସେସଫୁଲ୍ ଜେନେରେଟ୍ ହୋଇଯାଇଛି। ତା'ର ଜିମେଲ୍ ଆଇଡ଼ିକୁ ପଳେଇ ସାରିଲାଣି। ତାପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ। କରିସାରିଲା ପରେ ତଳକୁ ସ୍କ୍ରୋଲ୍ କରିବା। ଲେଖା ହେଇଛି ସବମିଟ୍ ଡିଜିଟାଲ୍ ଥ୍ରୁ ଇ KYC ଆଣ୍ଡ ଇ ସାଇନ୍। ତ ତାରି ଉପରେ ଟିକ୍ ଚିହ୍ନ ମାରିବା। ମାରିସାରିଲା ପରେ ତଳକୁ ଲେଖା ହେଇଛି ଫି ଆପ୍ଲିକେସନ୍ ନ ଫି ଆପ୍ଲିକେସନ୍। ଯଦି ଫି ଆପ୍ଲିକେସନ୍ରେ ଆପଣ ମାରୁଛନ୍ତି ତାହେଲେ ଆପଣଙ୍କର ପୋଷ୍ଟାଲକୁ PVC କାର୍ଡ଼ଟି ପଳେଇ ଆସିବ। ଯଦି ନ କରୁଛନ୍ତି ଏଇଟା ଖାଲି ସଫ୍ଟ କପି ଆସିବ। ତ ସର୍ବପ୍ରଥମେ ଆମେ ଆଧାର କାର୍ଡ଼ଟି ଲାଷ୍ଟ 4 ଡିଜିଟ୍ ଏଠାରେ ଟାଇପ୍ କରିବା। କରିସାରିଲା ପରେ ଏଠାରେ ଲେଖା ହେଇଛି କି ଆପଣମାନେ ଦେଖିପାରୁଛନ୍ତି ଆଧାର ସହିତ ଯେଉଁ ଫଟୋ ଅଛି ସେଟାରେ
येस किंबा निजर फोटो देवाई चाहूँगी ताले न करेंगे। तो मुझे येस कर सारापर तौक देखूँ स्क्रॉल कर सारापर एठार सब फास्ट जो आम फिलअप करते सब एठार फिलअप होकर आसी आपको फिलअप करने पड़ोनी। एठार खाली जेंडर सिलेक्शन करने पड़ो मेल कि फीमेल कर सारापर तौक स्क्रॉल करूँ। तौक स्क्रॉल कर सारापर एठार फादर्स नेम टाइप करने पड़ो। तो मुझे बर्तमान फादर्स शुरू नेम लास्ट नेम टी मुझे टाइप कर दूसरी आपण मैंने करदे कर सारापर फास्ट नेम टी एठार टाइप करनी। मु बर्तमान करनौची आपण मैंने करनी। जदि आपंकर मिडिल नेम थी फादर्स नेम ताले एठार टाइप करेंगे नचेत ना। मदर्स नेम एठार ऑप्शनल अच्छी आप देपारे न दे पारे किसी मैंडेटरी नुहे। दे सारापर एठार लिखाई पेरेंट्स नेम आज प्रिंटेड द पान कार्ड रे आपंकर फादर्स नेम कि मदर्स नेम आसिया माने लेखा आसो। तो सहीटा आपठार जोटार टिक करेंगे। तो मो फादर्स टिक करनुची नेक्स्ट करेंगे। नेक्स्ट कर सारापर सोर्स ऑफ इनकम रे नो इनकम करेंगे जेहेतु आप जार जदि इनकम थी इनकम करेंगे आउ जब इनकम न नो इनकम करेंगे। तापर आसीगला आमर रेसिडेंटल एड्रेस एठार ऑटोमेटिक फिलअप होकर आसी। तो जोटा फिलअप होनी तो ये छाड़देवा। तापर ऑफिशियल एड्रेस एटा भी आम छाड़देवा। छाड़ सारापर तौक स्क्रॉल करूँ। एठार लिखाई टेलीफोन एंड ईमेल डिटेल्स। तो ताहारी ऊपर आम क्लिक करवा। एठार लिखाई कंट्री कोड आमर आप जानी इंडिया +91। तो सहीटा को आम चूज करवा। मु बर्तमान 91 को सर्च करने गली देखूँ आपण मैंने करनी। कर सारापर एरिया एसटीडी कोड ये किसी देवाई पड़ोनी। ये मोबाइल नंबर आसी जाइए जीमेल भी आसी जाइए। आसी सारापर तौक टे स्क्रॉल करूँ। नेक्स्ट ऊपर क्लिक करूँ। नेक्स्ट ऊपर क्लिक कर सारापर एठार आमर एरिया कोड एओ टाइप्स रहा रेंज कोड एओ नंबर ये सब शो करूनी। तो एठार आम पिन कोड टी टाइप करनेबा। कर सारापर इंडियन सिटीजन चूज करवा। कर सारापर ऑटोमेटिक देखूँ एरिया कोड सब ऑटोमेटिक पलि आस। पलि सारापर स्टेट टी चूज करवा। आपण मैंने जो स्टेट रु बिलंग्स करुवे तो सही स्टेट को चूज करूँ। मु ओडिशार जेहेतु ओडिशा आउ कौ सिटी रु आपण मैंने करुँच कि कौ जिलू डिस्ट्रिक्ट रु तो सेटा आप चूज करेंगे। मु बर्तमान केउंझर अप्लाई करुँची तो से केउंझर को चूज कली। कर सारापर एरिया नेम आप कौ एरिया रु कौ पोस्ट ऑफिस रु अप्लाई करुँच से पोस्ट ऑफिस ना दे पारे। मु बर्तमान दे देछि आपण माने दे पारे। तापर आई तापर फिंच ऊपर क्लिक करूँ। कर सारापर एठार देखूँ एरिया कोड सब किसी फिलअप हो सारापर नेक्स्ट ऊपर क्लिक करूँ। नेक्स्ट ऊपर क्लिक कर सारापर आउ गोटे पेज ओपन हो देखिपुं। एठार सिलेक्ट तो हिमसेल्फ करने पड़ो। तापर प्लेस जगार आपणकर निज गाँ ना एठार चूज करेंगे। मु बर्तमान करनौची आपण मैंने करदे। कर सारापर तौक देखूँ सबमिट लिखाई सबमिट पर क्लिक करूँ। सबमिट ऊपर क्लिक कर सारापर एठार पर्सनल डिटेल्स रे आसीज आधार एंटर फॉर 8 डिजिट फास्ट 8 डिजिट आधार नंबर टी एठार टाइप करने पड़ो। मु बर्तमान करनौची आपण मैंने आपणकर फास्ट 8टी नंबर को एठार टाइप करूँ। कर सारापर फुल नेम ऑफ द एप्लिकेंट सब किसी ठीक अच्छी कि नहीं आप चेक करें। आधार सहित ठीक ठाक अच्छी कि नहीं देखूँ। तापर तौक स्क्रॉल करेंगे।
ତଳକୁ ସ୍କ୍ରୋଲ୍ କରି ସାରିଲା ପରେ ସବୁକିଛି ଯାହା ଆମେ ଫିଲ୍ଅପ୍ କରିଥିଲେ ସବୁ ଏଠି ଶୋ କରିଦେଉଛି। ତ ଆମେ ତଳକୁ ସ୍କ୍ରୋଲ୍ କରିବା, କରିସାରିଲା ପରେ ପ୍ରୋସିଡ୍ ଉପରେ କ୍ଲିକ୍ କରିବା। ବର୍ତ୍ତମାନ ପ୍ରୋସିଡ୍ ଉପରେ କ୍ଲିକ୍ କରୁଛି, ଆପଣମାନେ ମଧ୍ୟ କରିନିଅନ୍ତୁ। କରିସାରିଲା ପରେ ଏଠାରେ ପେମେଣ୍ଟ ଅପସନ୍ ଆସିଯିବ। ତ ଆପଣ ଅନଲାଇନ୍ ପେମେଣ୍ଟ କରିବା ପାଇଁ ଚାହୁଁଛନ୍ତି ଯଦି ଏଠାରେ କ୍ଲିକ୍ କରନ୍ତୁ। କରିସାରିଲା ପରେ ତଳକୁ ସ୍କ୍ରୋଲ୍ କରନ୍ତୁ, ଆଇ ଏଗ୍ରି ତାରି ଉପରେ କ୍ଲିକ୍ କରିକି ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। କରିସାରିଲା ପରେ ଏଠାରେ ଦେଖିପାରୁଛନ୍ତି 106 ଟଙ୍କା 90 ପଇସା ଆପଣମାନଙ୍କର ଆକାଉଣ୍ଟରୁ କଟିବ। ତାପରେ ଯାଇକି ଆପଣଙ୍କର ପାନ୍ କାର୍ଡ଼ଟି ଆପ୍ଲାଏ ହୋଇପାରିବ। ତ ମୁଁ ବର୍ତ୍ତମାନ କରିଦେଇଛି। ଏଠାରେ ଦେଖନ୍ତୁ ଅପସନ୍ଟି ଆସିଯାଇଛି ପେମେଣ୍ଟ ଅପସନ୍। ଏଠାରେ ଆମେ ଫୋନ୍ପେ କିମ୍ବା ଗୁଗୁଲ୍ ପେ, ପେଟିଏମ୍ ସ୍କାନ୍ କରିଦେଲେ ଅଟୋମେଟିକ୍ ରିଡାଇରେକ୍ଟିଂ ହେଇକି ପୁଣି ସେ ପେଜ୍କୁ ଓପେନ୍ ହେଇଯିବ। ସକ୍ସେସଫୁଲ୍ ହେଇସାରିଲା ପରେ ଆପଣଙ୍କର ପାନ୍ କାର୍ଡ଼ଟି ଆପ୍ଲାଏ ହେଇଯିବ। ହେଇସାରିଲା ପରେ ଆପଣମାନଙ୍କର ଯେଉଁ ଜିମେଲ୍ ଦେଇଥିବେ ଆପଣ ସେଠାକୁ 24 ଘଣ୍ଟା ଭିତରେ ଆପଣଙ୍କର ସଫ୍ଟ କପିଟି PDF ଦ୍ୱାରା ଆପଣଙ୍କର ଜିମେଲ୍କୁ ପଳେଇ ଆସିବ। ଦେଖନ୍ତୁ ସକ୍ସେସଫୁଲ୍ ହେଇଗଲା। ତାପରେ ମୁଁ କଣ୍ଟିନ୍ୟୁ ଉପରେ କ୍ଲିକ୍ କରୁଛି। ଆପଣମାନେ ମଧ୍ୟ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିନେବେ। କରିସାରିଲା ପରେ ଏଠାରେ ଟିକ୍ ଚିହ୍ନ ମାରିଦେବେ। ଯାହା ବି ଟର୍ମ ଆଣ୍ଡ କଣ୍ଡିସନ୍ ଦେଇଛି ତାପରେ ମାରି ସାରିଲା ପରେ ଅଥେଣ୍ଟିକେଟ୍ ଉପରେ କ୍ଲିକ୍ କରନ୍ତୁ। ମୁଁ ବର୍ତ୍ତମାନ ଅଥେଣ୍ଟିକେଟ୍ ଉପରେ କ୍ଲିକ୍ କରିନେଉଛି, ଆପଣମାନେ ମଧ୍ୟ କରିନେବେ। ଏଠାରେ ଲେଖା ହେଇଛି EKYC ବିଲୋ। ତ କଣ୍ଟିନ୍ୟୁ ଉପରେ EKYC ଉପରେ କ୍ଲିକ୍ କରନ୍ତୁ। କରିସାରିଲା ପରେ ଏଠାରେ ଗୋଟେ ଆପଣଙ୍କ ଆଧାର ନମ୍ବର ଯେଉଁ ନମ୍ବର ଥିବ ତ ସେଠିକୁ OTP ଯାଇଥିବ, ଏଠାରେ ଫିଲ୍ଅପ୍ କରି ନିଅନ୍ତୁ। ମୁଁ ବର୍ତ୍ତମାନ OTPଟି ଫିଲ୍ଅପ୍ କରିନେଉଛି। ଆପଣମାନେ ମଧ୍ୟ ଆପଣଙ୍କ ମୋବାଇଲ୍ ନମ୍ବରକୁ OTP ଯାଇଥିବ, ଯେଉଁଟାକି ଆଧାର ସହିତ ଲିଙ୍କ୍ ଥିବ, ସେ ନମ୍ବରକୁ OTP ଯାଇଥିବ। ଏଠାରେ ଫିଲ୍ଅପ୍ କରିକି ସବମିଟ୍ ଉପରେ କ୍ଲିକ୍ କରନ୍ତୁ। କରିସାରିଲା ପରେ କଣ୍ଟିନ୍ୟୁ ୱିଥ୍ E-ସାଇନ୍ ତ ତାହାରି ଉପରେ କ୍ଲିକ୍ କରିନିଅନ୍ତୁ। କରିସାରିଲା ପରେ ଆଉ ଯେଉଁ ଆପଣଙ୍କର ଆଧାର ନମ୍ବରଟି ଏଠାରେ ଫିଲ୍ଅପ୍ କରିବେ। କରିସାରିଲା ପରେ